ବାପା ଏ ଶବ୍ଦର ମହାନତା କୌଣସି ମହାମନ୍ତ୍ର ଠାରୁ ବି କମ ନୁହେଁ। ଆପଣମାନେ ତ ସମସ୍ତେ ଜାଣିଛନ୍ତି ଆମ ପାଇଁ ମହାମନ୍ତ୍ର ହେଉଛି ବାପା, ଯାହାଙ୍କ ବିନା ଗୋଟେ ପୁଅର ଅସ୍ତିତ୍ୱ କିଛି ନଥାଏ। ଯେତେବେଳେ ପୁଅ କି ଝିଅ ଜନ୍ମ ନିଅନ୍ତି ସେ ସମୟରେ ବାପା ବହୁତ ଚିନ୍ତାରେ ଥାନ୍ତି। କେମିତି ମୋ ପୁଅ ବଡ଼ ହେବ, କେମିତି ସେ ଭଲ ପାଠ ପଢ଼ିବ, କେମିତି ସେ ଭଲ ଚାକିରିଟେ କରି ସେ ତା ପିଲା ପରିବାରକୁ ଖୁସିରେ ରଖିବ। କେବେ ବି ବାପା ଚିନ୍ତା କରିନଥାନ୍ତି ମତେ କି ମୋ ସ୍ତ୍ରୀକୁ ସେ ଖୁସିରେ ରଖିବ ବୋଲି। ବାପା ମା ସବୁବେଳେ ଗୋଟିଏ ଚିନ୍ତା କରିଥାନ୍ତି ସେ କେମିତି ତା ପରିବାରକୁ ନେଇ ଖୁସିରେ ଚଳୁ। ପୁଅର ଖୁସି ପାଇଁ ବାପା ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥାନ୍ତି। ଯଦି ସେତିକି ଜରୁରୀ ପଡ଼େ ସେ ବିଦେଶରେ ଯାଇକି ଖଟନ୍ତି। କିନ୍ତୁ ଶେଷରେ କିଛି ବାପା ପୁଅର ଯନ୍ତ୍ରଣା ନ ସହି ଘର ଛାଡ଼ି ଲୁଚିକି ପଳାନ୍ତି। ଆଉ କିଛି ବାପା ନିଜ ଝିଅମାନଙ୍କ ଘରେ କିଛି ଦିନ ଯାଇକି ରହିଯାଆନ୍ତି। ଆରେ ଭାଇ, ଯୋଉ ବାପା ତମମାନଙ୍କୁ ମଣିଷ କରୁଛି ଶେଷରେ କଣ ସେହି ବାପା ଦଣ୍ଡ ପାଇବାକୁ ଯୋଗ୍ୟ ହେଉଛି? ଯୋଉମାନେ ବାପା ମାକୁ କଷ୍ଟ ଦଉଛନ୍ତି, ବାପା ମାକୁ ଘରୁ ତଡ଼ି ଦଉଛନ୍ତି, ସେମାନଙ୍କ ଅଜାଣତରେ ସେମାନଙ୍କୁ ନେଇ ଅଚିହ୍ନା ଜାଗାରେ ଯୋଉ ଛାଡୁଛ ନା, ଏ ପାପ ଏ ଜନ୍ମରେ ହିଁ ଭୋଗିକି ମରିବ। ଯଦି ଆପଣମାନେ କିଛି ବି ପୁଣ୍ୟ କରିବାକୁ ଚାହୁଁଛନ୍ତି ନା, ତ ବାପା ମାଙ୍କର ସେବା କରନ୍ତୁ। ବାପା ମା ବିନା ଏ ମଣିଷର ଅସ୍ତିତ୍ୱ କିଛି ନାହିଁ।